କଳିଙ୍ଗ ନଗର ପୋଲିସର ବଡ଼ ସଫଳତା, ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ। ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି 5 ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ବୋମା, ମୋଟରସାଇକେଲ, ମୋବାଇଲ ଓ ମଦ ଜବତ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ମୁଣ୍ଡମାଳ ଗ୍ରାମର ପ୍ରଫୁଲ୍ଲ ପାତ୍ରଙ୍କ ପୁଅ ମନୋଜ ପାତ୍ର, ଲକ୍ଷ୍ମୀନଗର ହୁଡ଼ିସାହି ଗ୍ରାମର ରବୀନ୍ଦ୍ର ଓଝାଙ୍କ ପୁଅ ଶୁଭମ ଓଝା, କୋରେଇ ଥାନା ଅନ୍ତର୍ଗତ କନ୍ତର ଗ୍ରାମର ସୁବୁନ ନାଗ ରାଓଙ୍କ ପୁଅ ଆଉଳ ଚନ୍ଦନ ରାଓ, ଜଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମର ମାଂଛା ପ୍ରଧାନଙ୍କ ପୁଅ ସୁମେନ ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଠେଙ୍ଗାପଲ୍ଲୀ ଗ୍ରାମର ଗେଡ଼ା ରାଓଙ୍କ ପୁଅ ଅଜୟ ରାଓ ସେମାନଙ୍କ ନିକଟରୁ 2ଟି ଖଣ୍ଡା, 2ଟି ଛୁରୀ, ଲୁହା ରଡ୍, 4ଟି ଅଫୁଟା ବୋମା, ଲୁହା କଟର ମେସିନ୍, ମୋବାଇଲ ଫୋନ୍, ଲଙ୍କା ଗୁଣ୍ଡ, 2ଟି ମୋଟରସାଇକେଲ, ମଦ ସମେତ ଅନେକ ସାମଗ୍ରୀ ଜବତ କରାଯାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ପୋଲିସ 238/26ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗୁରୁବାର ଦିନ କଳିଙ୍ଗନଗର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି କରିବାକୁ ଡୁବୁରି ଷ୍ଟେସନ ନିକଟରେ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ପାଇ ଏକ ସ୍ୱତନ୍ତ୍ର ଟିମ୍ ନେଇ ଚଢ଼ାଉ କରି ସେମାନଙ୍କୁ ଗିରଫ କରିବା ସହ ଡକାୟତି ଯୋଜନା ପଣ୍ଡ କରିଥିବା ଜଣାପଡ଼ିଛି। ତେବେ ଏହା କଳିଙ୍ଗନଗର ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ଚର୍ଚ୍ଚା ହୋଇଛି।